ଆପଣମାନେ ଓଏସ୍ଏସ୍ସି ଆର୍ଆଇ ଆଉ ଫରେଷ୍ଟ ଗାର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି? ତେବେ ଆସନ୍ତୁ ଏହି ଯାତ୍ରାରେ ମୋ ସହିତ ସାମିଲ ହୁଅନ୍ତୁ ଆଉ ଆମେ ମିଶିକି ଇତିହାସକୁ ଆମର ସବୁଠାରୁ ବଡ଼ ସ୍କୋରିଂ ଅସ୍ତ୍ରରେ ପରିଣତ କରିବା। ଆଜି ଆମର ପ୍ରଥମ ଦିନ, ତେଣୁ ଚାଲନ୍ତୁ ଆମର ପ୍ରାଚୀନ ଇତିହାସର ମୂଳଦୁଆକୁ ଏକଦମ ମଜବୁତ କରିଦେବା। ମୁଁ ଜାଣିଛି ଇତିହାସର ସିଲାବସ୍ ଦେଖିଲେ ଟିକେ ଚିନ୍ତା ଲାଗେ, ନୁହେଁ କି? କିନ୍ତୁ ବିଶ୍ୱାସ କରନ୍ତୁ, ଯଦି ଆମ ପାଖରେ ଗୋଟେ ସଠିକ୍ ଷ୍ଟ୍ରାଟେଜି ଅଛି, ତେବେ ଏଇ ଇତିହାସ ହିଁ ଆମ ସ୍କୋରକୁ ଆକାଶକୁ ନେଇଯିବ। ତ ପ୍ରଶ୍ନ ହେଉଛି, ଏହା କେମିତି ସମ୍ଭବ? ଚାଲନ୍ତୁ ଆଜି ସେ ରହସ୍ୟ ଉପରେ ପର୍ଦ୍ଦା ଉଠାଇବା। ତେବେ ଆମେ ଆମ ଯାତ୍ରା ଆରମ୍ଭ କରୁଛେ ଭାରତର ପ୍ରାଚୀନ କାଳରୁ। ଆମେ ସିଧାସଳଖ ସିନ୍ଧୁ ଉପତ୍ୟକାରୁ ବୁଲି ବୁଲି ମହାଜନପଦ ଯୁଗ ପର୍ଯ୍ୟନ୍ତ ପହଞ୍ଚିବା। ଦେଖନ୍ତୁ, ସିନ୍ଧୁ ଉପତ୍ୟକା ସଭ୍ୟତାରେ ତ ବହୁତ ସ୍ଥାନ ଅଛି, କିନ୍ତୁ ପରୀକ୍ଷା ପାଇଁ ଆମକୁ ଖାସ୍ କରି ବିଗ୍ 3 ଉପରେ ଫୋକସ୍ କରିବାକୁ ହେବ। ଆଉ ସେଥିରୁ ପ୍ରଥମଟି ହେଉଛି ହରପ୍ପା। ଏଇ ନାଁଟାକୁ ଭଲ ଭାବରେ ମନ ଭିତରେ ରଖିଦିଅନ୍ତୁ। ଆମେ ବିଗ୍ 3 ଲିଷ୍ଟର ଦ୍ୱିତୀୟ ନାଁ ହେଉଛି ମହିଞ୍ଜୋଦାରୋ। ଆପଣମାନେ ଶୁଣିଥିବେ, ଏହାକୁ ମୃତକଙ୍କ ସ୍ତୂପ ବୋଲି ବି କୁହାଯାଏ। ଆଉ ଏଠାରୁ ସବୁଠାରୁ ପ୍ରସିଦ୍ଧ ଜିନିଷ ହେଲା ବୃହତ୍ ସ୍ନାନାଗାର ବା ଦ ଗ୍ରେଟ୍ ବାଥ୍। ଆଉ ଆମ ବିଗ୍ 3ର ଶେଷ ସ୍ଥାନ ଲୋଥାଲ୍। ଏଟା ଗୁଜରାଟରେ ଅଛି। ଆଉ ଏହାର ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି? ଏହା ଗୋଟେ ବଡ଼ ବନ୍ଦର ଥିଲା। ମାନେ ସେମାନେ ସେତେବେଳେ ବି ସମୁଦ୍ର ପାରି ହୋଇ ବାଣିଜ୍ୟ କରୁଥିଲେ। କଳ୍ପନା କରନ୍ତୁ। ତେଣୁ ମନେ ରଖିଲେ ତ, ହରପ୍ପା, ମହେଞ୍ଜୋଦାରୋ ଆଉ ଲୋଥାଲ୍, ଏଇ ତିନିଟା ନାଁ ଏକଦମ ମୁହଁରେ ରହିବା ଦରକାର। ଠିକ୍ ଅଛି। ଏତେ ବଡ଼ ସଭ୍ୟତାରୁ ପରୀକ୍ଷାରେ ପ୍ରଶ୍ନ ଆସେ କୋଉଠୁ? ଦେଖନ୍ତୁ, ମୁଖ୍ୟତଃ ଦୁଇଟା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ପ୍ରଥମତଃ, ସେମାନଙ୍କର ଜବରଦସ୍ତ ସହର ଯୋଜନା, ଯୋଉଥିରେ ପକ୍କା ରାସ୍ତା ଆଉ ଡ୍ରେନେଜ୍ ସିଷ୍ଟମ ଥିଲା। ଆଉ ଦ୍ୱିତୀୟରେ, ସେମାନଙ୍କର ବିଶାଳ ବାଣିଜ୍ୟ ନେଟୱାର୍କ। ବାସ୍, ଏଇ ଦୁଇଟା କଥା ମନେ ରଖିଲେ ଅନେକ କାମ ହୋଇଯିବ। ସିନ୍ଧୁ ଉପତ୍ୟକା ପରେ ଆସୁଛି ବୈଦିକ ଯୁଗ। ଆଉ ଏହି ସମୟର ଜ୍ଞାନର ମୂଳ ଆଧାର ହେଉଛି ଆମର 4 ବେଦ: ଋଗ୍ବେଦ, ସାମବେଦ, ଯଜୁର୍ବେଦ ଏବଂ ଅଥର୍ବବେଦ। ଏହି 4ଟି ନାଁ ଆଉ ଏଗୁଡ଼ିକ କ'ଣ ପାଇଁ ଖାସ୍, ସେ ବିଷୟରେ ଗୋଟେ ବେସିକ୍ ଆଇଡିଆ ରହିବା ନିହାତି ଜରୁରୀ। ବୈଦିକ ଯୁଗର ଶେଷ ଆଡ଼କୁ ଏକ ବହୁତ ବଡ଼ ପରିବର୍ତ୍ତନ ଆସିଲା। ଲୋକମାନେ ଆଉ ଯାଯାଭର ଭଳି ବୁଲିଲେ ନାହିଁ। ସେମାନେ କୃଷି କରି ଗୋଟିଏ ଜାଗାରେ ରହିଲେ। ଆଉ ଏଥିରୁ ହିଁ ଧୀରେ ଧୀରେ ବଡ଼ ବଡ଼ ରାଜ୍ୟର ଉଦୟ ହେଲା, ଯାହାକୁ ଆମେ ମହାଜନପଦ ବୋଲି କହୁ। ଚାଲନ୍ତୁ ଏବେ ଭାରତ ଇତିହାସରୁ ଆମ ନିଜ ମାଟି, ଆମ ଗୌରବମୟ ଓଡ଼ିଶାର ଇତିହାସକୁ ଫେରିଆସିବା। ପ୍ରାଚୀନ କାଳରେ ଓଡ଼ିଶାକୁ କଳିଙ୍ଗ ବା ଉତ୍କଳ କୁହାଯାଉଥିଲା। ଆଉ ଜାଣିଛନ୍ତି, ସେତେବେଳେ ଆମେ ସମୁଦ୍ର ବାଣିଜ୍ୟରେ ଗୋଟେ ମହାଶକ୍ତି ଥିଲେ। ଏଇ ତାରିଖଟାକୁ ଟିକେ ଭଲ କରି ଦେଖନ୍ତୁ। 261 ଖ୍ରୀଷ୍ଟପୂର୍ବ। ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହା ଭାରତ ଇତିହାସର ମୋଡ଼ ବଦଳି ଦେଇଥିବା ଗୋଟେ ତାରିଖ। ଏହା ପଛରେ ଗୋଟେ ବହୁତ ବଡ଼ କାହାଣୀ ଲୁଚି ରହିଛି। ହଁ, ଆଉ ସେଇ ତାରିଖ ସହିତ ଯୋଡ଼ି ହୋଇ ରହିଛି କଳିଙ୍ଗ ଯୁଦ୍ଧ। ଆମ ଦୟା ନଦୀ କୂଳରେ ହୋଇଥିବା ସେହି ଭୟଙ୍କର ଯୁଦ୍ଧ କେବଳ କଳିଙ୍ଗର ନୁହେଁ, ବରଂ ପୁରା ଭାରତବର୍ଷର ଇତିହାସର ଗତିପଥକୁ ହିଁ ବଦଳାଇ ଦେଇଥିଲା। ଆଉ ଏଇ ଯୁଦ୍ଧର ସବୁଠାରୁ ବଡ଼ ପରିଣାମ କ'ଣ ଥିଲା? ସେଇଟା ଥିଲା ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ହୃଦୟ ପରିବର୍ତ୍ତନ। ସେହି ରକ୍ତପାତ ଦେଖି ସେ ଚଣ୍ଡାଶୋକରୁ ଧର୍ମାଶୋକରେ ବଦଳିଗଲେ। ଯୁଦ୍ଧ ଛାଡ଼ି ବୌଦ୍ଧ ଧର୍ମର ଅନୁଗାମୀ ହୋଇଗଲେ। ଆଚ୍ଛା, ଏବେ ଆସିଲା ଏକ୍ଜାମ୍ ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଗୋଟେ ଭିଭିଆଇପି ତଥ୍ୟ। ଏହି ସମୟର ସବୁଠୁ ବଡ଼ ପ୍ରମାଣ ହେଉଛି ଆମ ଉଦୟଗିରିର ହାତୀଗୁମ୍ଫା ଶିଳାଲେଖ। ଆଉ ଏହାକୁ ଖୋଦିତ କରିଥିଲେ ଆମର ମହାନ ସମ୍ରାଟ ଖାରବେଳ। ଏହି ଶିଳାଲେଖ ହିଁ ଓଡ଼ିଶାର ସେହି ସୁବର୍ଣ୍ଣ ଯୁଗର କାହାଣୀ କହେ। ଏଇଟାକୁ କେବେ ବି ଭୁଲିବେନି। ଇତିହାସରେ ଏତେ ରାଜା, ଏତେ ରାଜବଂଶ ମନେ ରଖିବା ଟିକେ କଷ୍ଟକର ହୋଇଯାଏ, ଠିକ୍ ନା? ତେଣୁ ଚାଲନ୍ତୁ କିଛି ମୁଖ୍ୟ ଶାସକଙ୍କ ମଧ୍ୟରେ ଗୋଟେ କ୍ୱିକ୍ କମ୍ପାରିଜନ୍ କରିଦେବା, ଯାହାଦ୍ୱାରା ସବୁ କନଫ୍ୟୁଜନ୍ ଦୂର ହୋଇଯିବ। ଏହି 3 ଜଣ ହେଉଛନ୍ତି ପ୍ରାଚୀନ ଭାରତର 3 ଜଣ ମହାନ ଶାସକ: ଅଶୋକ, ଖାରବେଳ, ସମୁଦ୍ରଗୁପ୍ତ। କିନ୍ତୁ ଏମାନଙ୍କ ଭିତରେ ମୁଖ୍ୟ ପାର୍ଥକ୍ୟ କ'ଣ? କିଏ କେଉଁ ବଂଶର ଆଉ କାହାର ଅବଦାନ କ'ଣ? ଚାଲନ୍ତୁ ଦେଖିବା। ଏହି ଟେବୁଲଟାକୁ ଦେଖନ୍ତୁ, ସବୁକିଛି ପାଣି ଭଳି ସ୍ପଷ୍ଟ ହୋଇଯିବ। ଅଶୋକ ଥିଲେ ମୌର୍ଯ୍ୟ ବଂଶର, ଯିଏ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଜଣାଶୁଣା। ଆମ ଖାରବେଳ ଥିଲେ ମହାମେଘବାହାନ ବଂଶର, ଯିଏ କଳିଙ୍ଗ ସାମ୍ରାଜ୍ୟକୁ ବହୁତ ବଡ଼ କରିଥିଲେ। ଆଉ ସମୁଦ୍ରଗୁପ୍ତ ଥିଲେ ଗୁପ୍ତ ବଂଶର, ଯାହାଙ୍କ ସମୟକୁ ଭାରତର ସ୍ୱର୍ଣ୍ଣଯୁଗ କୁହାଯାଏ। ଆଉ ଏଇ ଦୁଇଟା ଉପାଧି, ଏଗୁଡ଼ାକ ତ ଏକଦମ ମନେ ରଖିଦିଅନ୍ତୁ। ପରୀକ୍ଷାରେ ପ୍ରଶ୍ନ ବାରମ୍ବାର ଆସେ, କଳିଙ୍ଗ ଚକ୍ରବର୍ତ୍ତୀ କାହାକୁ କୁହାଯାଏ? ଉତ୍ତର ହେଲା ଖାରବେଳ। ଆଉ ଭାରତର ନେପୋଲିୟନ କିଏ? ସେ ହେଉଛନ୍ତି ସମୁଦ୍ରଗୁପ୍ତ। ଏମିତି ଛୋଟ ଛୋଟ ପଏଣ୍ଟ ହିଁ ଆମକୁ ବହୁତ ମାର୍କସ୍ ଦେଇଥାଏ। ତେବେ ଏହା ଥିଲା ଆମ ପ୍ରଥମ ଦିନର ପାଠ। ଆମେ ମୂଳଦୁଆକୁ ତ ମଜବୁତ କରିଦେଲେ। ଏବେ ଆଗକୁ କ'ଣ କରିବାକୁ ହେବ, ଚାଲନ୍ତୁ ଦେଖିବା। ବହୁତ ବଢ଼ିଆ, ଆମର ଡେ 1 ସମ୍ପୂର୍ଣ୍ଣ ହେଲା।
ଆମ ସଭ୍ୟତାର ମୂଳଦୁଆ ଆଉ ପ୍ରାଚୀନ ଓଡ଼ିଶାର ଗୌରବ ବିଷୟରେ ଏକ ଭଲ ଧାରଣା ଏବେ ଆମ ପାଖରେ ଅଛି। ଏହି ଜ୍ଞାନକୁ ଭଲ ଭାବରେ ମନେ ରଖିବାକୁ ଚେଷ୍ଟା କରନ୍ତୁ। ତେବେ ଆଗକୁ ଆପଣଙ୍କ ପାଇଁ 3ଟି କାମ। ପ୍ରଥମେ, ଆଜି ଯାହା ବି ଆମେ ଆଲୋଚନା କଲେ ତାକୁ ପୁଣି ଥରେ ରିଭ୍ୟୁ କରିନିଅନ୍ତୁ। ଦ୍ୱିତୀୟରେ, ଟିକେ ରିସର୍ଚ୍ଚ କରନ୍ତୁ, ଓଡ଼ିଶାରେ ଥିବା ବୌଦ୍ଧ ଆଉ ଜୈନ ସ୍ଥଳୀ ବିଷୟରେ ପଢ଼ନ୍ତୁ। ଆଉ ତୃତୀୟରେ, ଆସନ୍ତାକାଲି ପାଇଁ ପ୍ରସ୍ତୁତ ରୁହନ୍ତୁ, କାରଣ କାଲି ଆମେ ମହାନ ଗଙ୍ଗବଂଶ ଏବଂ ଆମର ସେହି ଅଦ୍ଭୁତ ମନ୍ଦିର ନିର୍ମାଣ କଳା ବିଷୟରେ ଜାଣିବୁ।